ବାପା ଜମିଦାର ଘରେ କାମ କରନ୍ତି। ଟଙ୍କାଟିଏ ବି ଦିଏନି ସିଏ। ସେ କୁହନ୍ତି କୁଆଡ଼େ ଜେଜେବାପା ଜେଜେମାଙ୍କର ଦେହ ଖରାପ ବାବଦକୁ ଜମିଦାରଠୁ 200 ଟଙ୍କା ଖରଚ କରିଥିଲେ। ସେ ପଇସା ଏଯାଏଁ ସୁଝି ନାହାନ୍ତି। ଜେଜେ ତ ଚାଲିଗଲେଣି, ତାଙ୍କ ବାବଦକୁ ତାଙ୍କ ପୁଅ ସୁଝିବ। ଭାରି ରାଗି ଲୋକ ସିଏ। କେତେବେଳେ କ'ଣ ଯେ କହିଯାଏ ବାପାଙ୍କୁ ଭାରି ବାଧେ। ମୁହଁ ଖୋଲି କିଛି ବି କହିପାରନ୍ତିନି। କଥାରେ ନାହିଁ ବଡ଼ ଲୋକକୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ। ହେଲେ ସାଆନ୍ତାଣୀ ଭାରି ଭଲ ଲୋକ, ସାକ୍ଷାତ ଲକ୍ଷ୍ମୀ ପ୍ରତିମା। ସହିପାରନ୍ତିନି ଗରିବର ଦୁଃଖକୁ। ଲୁଚି ଛପିକି ବାପାଙ୍କୁ ଟଙ୍କାଟିଏ ହଉ ନହେଲେ 2 ଟଙ୍କା ହଉ ଦେଇଦିଅନ୍ତି। ବାପା କିନ୍ତୁ ସେ ଟଙ୍କାଟିକୁ ଖର୍ଚ୍ଚ ବି କରନ୍ତିନି। ଶ୍ରଦ୍ଧାରେ ଆଣି ଝିଅକୁ ଦେଇଯାଆନ୍ତି। ଗୋଟିଏ ବୋଲି ଝିଅ ତାଙ୍କର, ଭାରି ଭଲ ପାଆନ୍ତି ତାଙ୍କୁ। ଯେତେବେଳେ ଘରେ ପହଞ୍ଚନ୍ତି ବାପା ବାପା କହି ଯାଇ ଓହଳି ପଡ଼େ ସେଇ କୁନି ଝିଅଟି। ବାପା ଶ୍ରଦ୍ଧାରେ କୋଳେଇ ନେଇ କୁହନ୍ତି, ଏଇ ଦେଖ ମା, ତୋ ପାଇଁ ମୁଁ କ'ଣ ଆଣିଛି। ଏତକ କହି ଅଣ୍ଟାରୁ ଟଙ୍କିକିଆ ହଉ ନହେଲେ 2 ଟଙ୍କାଟିଏ ହଉ ବଢ଼େଇ ଦିଅନ୍ତି। ଝିଅ ଯେତେବେଳେ ହାତରେ ପଇସାଟିଏ ପାଇଯାଏ ସେ ଭାରି ଖୁସି ହେଇଯାଏ। ଆଉ ମାସ ଶେଷକୁ ଜମିଦାର ବଳକା ଧାନରୁ କିଛି ଦିଏ। ଆଉ ମୁଗ ବିରି କୋଳଥ ସେ କଥା କହିଲେ ଛାଡ଼। କିନ୍ତୁ ଛୋଟ ପରିବାରଟିଏ ହେଲେ ବି କେବେ ବି ତାହା ପାଖରେ ହାତ ପତେଇ ନାହାନ୍ତି। ସୁଖରେ ଦୁଃଖରେ ଚଳିଯାଏ ତାଙ୍କ ପରିବାର। ମୁହଁ ଖୋଲି କେବେ ବି କାହାକୁ କିଛି କହିନାହାନ୍ତି। କିନ୍ତୁ ଭରସା ରଖିଥାନ୍ତି ସେ ମହାପ୍ରଭୁଙ୍କ ପାଖରେ। ଠାକୁରେ ସବୁ ଠିକ୍ କରିଦେବେ, ମୋ ପରିବାର ତୁମକୁ ଲାଗିଲା। ଏପଟେ କୁନି ଝିଅଟି, ସିଏ ମଧ୍ୟ ମହାପ୍ରଭୁଙ୍କୁ ଭାରି ଭଲ ପାଏ। ସେଦିନ ଗାଁରେ ମନ୍ଦିର ପ୍ରତିଷ୍ଠା ହୋଇଥାଏ। ଆଉ ବାପାଙ୍କ ସାଙ୍ଗରେ ଛୋଟ ଝିଅଟି ମଧ୍ୟ ଯାଇଥାଏ। ବାଟରେ ହାବୁଡ଼ିଲେ ଦିବାକର ମଉସା। ସେ କହୁଥାନ୍ତି, କିରେ ଦେଖୁଛୁ ମହାପ୍ରଭୁଙ୍କର ମନ୍ଦିର ପ୍ରତିଷ୍ଠା ହେଲା, ଲୋକେ କେତେ କ'ଣ ଦାନ କରିଗଲେ, ତୋର ତ କିଛି ନାହିଁ। ବାପା ସେଦିନ ଚୁପ୍ ଥିଲେ। ସେ ମହାପ୍ରଭୁଙ୍କୁ ଚାହିଁ କହିଲେ, ଠାକୁରେ ତୁମକୁ ବା କ'ଣ ଦେବି, ମୁଁ ତ ଗରିବଟିଏ, ମୋ ପାଖରେ ତୁମକୁ ଦେବାକୁ କିଛି ବି ନାହିଁ। ଆଉ କଥା ଦେଉଛି ତମକୁ ଯେହେତୁ କିଛି ଦେଇନି, ତମ ପାଖରେ କେବେ ବି ଅଳି କରିବିନି। ମୋର ଏଇଟା ନାହିଁ, ମୋର ସେଇଟା ନାହିଁ ବୋଲି। ଏ କଥାକୁ ଛୋଟ ଝିଅଟି ସବୁ ଦେଖୁଥାଏ ଆଉ ସବୁ ଶୁଣୁଥାଏ। ସେ କାହାରିକୁ କିଛି ବି କହିଲାନି, ସିଧା ଚାଲିଗଲା ସେ ମହାପ୍ରଭୁଙ୍କ ସାମ୍ନାକୁ ଆଉ କହିଲା, ସାଆନ୍ତେ ଦେଖୁଛ ତ, ଆଜି ତୁମେ ନୂଆ ବସ୍ତ୍ର ପିନ୍ଧିଛ, ତୁମ ପାଖରେ କେତେ ଭୋଗ ଲାଗି ହେଇଛି। ସତ କହିଲ, ଏସବୁ ଜିନିଷ ତମେ ତ ଏ ପ୍ରକୃତିକୁ ଦେଇଛ, ତା ଛଡ଼ା ଆମେ ତ ଭାରି ଗରିବ, ତୁମକୁ ବା କ'ଣ ଦେବୁ। ତୁମେ ତ ସବୁ ଜାଣିଛ। ହଁ, ଏ ମନଟାକୁ ତୁମ ପାଖରେ ରଖିଦେଉଛି। ତମକୁ ଦେବା ପାଇଁ କେତେ କ'ଣ ଇଚ୍ଛା ଥିଲେ ବି ପାଖରେ ଟଙ୍କାଟିଏ ନାହିଁ। ତା ଛଡ଼ା ତମେ ତ ଜାଣିଛ ଜମିଦାର ଭାରି ରାଗି ଲୋକ, ବାପାଙ୍କୁ ପଇସାଟିଏ ବି ଦେଉନି। ଆଉ ଥରେ ଯେବେ ତୁମକୁ ଦେଖିବାକୁ ଆସିବି ନା, ତୁମକୁ କଥା ଦେଉଛି ସାଆନ୍ତେ, ତୁମ ପାଇଁ ନିଶ୍ଚୟ ଗୋଟେ ଉପହାରଟି ଆଣିକି ଆସିବି। ଏମିତି କେତେ କ'ଣ କଥା କହି ଛୋଟ ଝିଅଟି ସେଦିନ ବାପାଙ୍କ ସହିତ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଘରକୁ ଚାଲିଗଲା। ଗଲାବେଳେ ବାପା କହିଲେ, ଆଲୋ ମା, ଠାକୁରଙ୍କ ସହିତ ଏତେ ସମୟ ଧରି କ'ଣ କଥା ହେଉଥିଲୁ, ତାଙ୍କୁ କିଛି ମାଗିଲୁ କି? ଛୋଟ ଝିଅଟି ହାତ ଯୋଡ଼ି ଦେଇ କହିଲା, ନାଇଁ ମୋ ବାପା, ତାଙ୍କୁ ପୁଣି କ'ଣ ମାଗିବି, ସେ ତ ସବୁ ଦେଇଛନ୍ତି, ସେ ତ ଅନ୍ତର୍ଯାମୀ। ମାଗିବା ପୂର୍ବରୁ ସବୁ କିଛି ଅଜାଡ଼ି ଦେଇଛନ୍ତି। ତୁମ ପରି ବାପା ଆଉ ମା ପାଇକି ମୁଁ ଭାରି ଧନ୍ୟ, ଭାରି ଖୁସି। ମୁଁ ତାଙ୍କୁ ମାଗିବା ପାଇଁ କିଛି ବି ମୋ ପାଖରେ ନାହିଁ। ହଁ, ତାଙ୍କୁ କଥା ଦେଇ ଆସିଛି, ତାଙ୍କ ପାଇଁ ଗୋଟେ ଉପହାର ଆଣିବି। ବାପା ଯେତେବେଳେ ଝିଅର କଥା ଶୁଣିଲେ ହସି ଦେଇ କହିଲେ, ଆଲୋ ମା, ତୁ ପୁଣି ଠାକୁରଙ୍କୁ ଉପହାର ଦେବୁ? ଆଚ୍ଛା, କ'ଣ ଦେବୁ କହିଲୁ? ନାଇଁ ବାପା, ତମକୁ ବି ଜଣାଇବିନି। ଆଉ ଯେଉଁଦିନ ଆମେ ମନ୍ଦିର ଆସିବା ନା, ଦେଖିବ ମୋ ହାତରେ ମୋ ମହାପ୍ରଭୁଙ୍କ ପାଇଁ ଉପହାରଟିଏ ଥିବ। ବାପା ଝିଅକୁ କୋଳେଇ ନେଇ କହିଲେ, ମୋ ସୁନା ଝିଅଟା, କେତେ ବୁଦ୍ଧି ତୋର। ହଉ ଠିକ୍ ଅଛି, ଡେରି ହେଲାଣି, ତୁ ଏଥର ଘରକୁ ଯା, ମୁଁ ଯାଉଛି। ବାପା ଝିଅକୁ ଘର ପାଖରେ ଛାଡ଼ି ଦେଇ ଚାଲିଗଲେ ସେଇ ଜମିଦାର କାମରେ। ବାପା ପୁଣି ଯେତେବେଳେ ସନ୍ଧ୍ୟାବେଳେ ଆସିଲେ, ସାଆନ୍ତାଣୀ ସେଦିନ ଝିଅ ପାଇଁ କିଛି ମିଠା ଆଉ 2 ଟଙ୍କାଟିଏ ଦେଇଥାନ୍ତି। ବାପା ଆଗ ପରିକା ଝିଅକୁ 2 ଟଙ୍କା ବଢ଼େଇ ଦେଲେ। ବାପା କିନ୍ତୁ ସବୁବେଳେ ଭାବନ୍ତି, ବୋଧେ ଝିଅ ତାଙ୍କର ଏଇ ସାଙ୍ଗସାଥିମାନଙ୍କ ସହ ମିଶି ପଇସା ତକ ଖର୍ଚ୍ଚ କରିଦେଉଥିବ। ସେ କଥାକୁ କେବେ ବି ମନରେ ରଖିନାହାନ୍ତି ବାପା। କିନ୍ତୁ ଝିଅ କ'ଣ କରେ ଜାଣିଛ? ଯେବେଠାରୁ ସେ ମହାପ୍ରଭୁଙ୍କୁ କଥା ଦେଇ ଆସିଛି, ସେବେଠାରୁ ବାପା ଯାହା ବି ଟଙ୍କା ଦିଅନ୍ତି ସେ ତାକୁ ଖର୍ଚ୍ଚ ବି କରେନି। ଏମିତିକି ସବୁତକ ଟଙ୍କାକୁ ସାଇତି ରଖିଥାଏ। ତା ମନରେ ଥାଏ ମହାପ୍ରଭୁଙ୍କ ପାଇଁ ଉପହାରଟିଏ ନେବ ବୋଲି। ଯୋଗକୁ ଅନେକ ଦିନ ବିତି ଯାଇଛି। ଘର ପାଖରେ ଟିକିଏ ଦୂରରେ ବଜାରଟିଏ ପଡ଼ିଥାଏ।
ଝିଅର ତ ଇଚ୍ଛା ମହାପ୍ରଭୁଙ୍କୁ ଉପହାରଟେ ଦେବ ବୋଲି ସବୁତକ ଟଙ୍କାକୁ ସେଦିନ ଯୋଗାଡ଼ିକି ନେଲା। ଠାକୁରଙ୍କ ପାଇଁ କିଣିବ ବା। ଯେତେବେଳେ ଦୋକାନରେ ଯାଇ ପହଞ୍ଚିଛି କେତେ କ'ଣ ଜିନିଷ ତା ଆଖି ଆଗରେ ନାଚି ଉଠିଲା। ଏଇଟା ନେବି ସେଇଟା ନେବି। ଯେତେବେଳେ ଦୋକାନୀ ଭାଇଙ୍କୁ ପଚାରିଛି ଦୋକାନୀ ଭାଇ ସବୁ ଜିନିଷର ରେଟ୍ କହିଲେ। ତା ପାଖରେ କିନ୍ତୁ ଏତେ ଟଙ୍କା ନଥିଲା। ଯେତିକି ବି ଟଙ୍କା ଥିଲା ସେଇଥିରେ ହେଇ ହେଇ ଲୁଗାଟିଏ ହେବ କି ଆଉ କିଛି ବହୁତ ଶସ୍ତା ଜିନିଷ ହେବ ସେ କଥା କିନ୍ତୁ ଛୋଟ ଝିଅଟିର ମନରେ ନଥାଏ। ସେ ଯେତେବେଳେ ଦୋକାନୀ ଭାଇଙ୍କୁ କହିଛି ମୁଁ ଠାକୁରଙ୍କ ପାଇଁ କିଛି ଦେବା ପାଇଁ, ଦୋକାନୀ ଭାଇ ଆଶ୍ଚର୍ଯ୍ୟ ହେଇଗଲେ। ଆରେ ଏତେ ଛୋଟ ପିଲାଟିଏ, ଠାକୁରଙ୍କ ପ୍ରତି ତାର ଏତେ ଭଲ ପାଇବା, ଏତେ ଶ୍ରଦ୍ଧା, ଭାରି ଖୁସି ଲାଗିଲା ଦେଖିକି। ଦୋକାନୀ ଭାଇ ହାତ ବଢ଼େଇ ଦେଇ କହିଲେ, ଏଇ ଲୁଗାଟା ମା, ଏଇ ଲୁଗାଟା ମଣିମାଙ୍କୁ ଭାରି ମାନିବ। ତୋ ପାଖରେ କେତେ ଟଙ୍କା ଅଛି କହିଲୁ? ସେ ଗଣି ଗଣିକି 30-40 ଟଙ୍କା ଥିଲା ତା ପାଖରେ। ସେତେବେଳରେ 30-40 ଟଙ୍କା ବହୁତ କିଛି। ଦୋକାନୀ ଭାଇ ତାଠାରୁ ଅଧିକ ଟଙ୍କା ହେଉଥିଲେ ବି ସୁଦ୍ଧା ଖୁସିରେ ସେତକ ଟଙ୍କା ରଖି ଛୋଟ ଝିଅଟିକୁ ନାଲି ଲୁଗାଟିଏ ବଢ଼େଇ ଦେଲେ ତା ହାତକୁ। ଝିଅଟି ଯେତେବେଳେ ହାତରେ ଲୁଗାଟିଏ ପାଇଛି ତାର ଖୁସି କହିଲେ ନ ସରେ। ତା ମଣିମା ପିନ୍ଧିବେ, ଭାରି ସୁନ୍ଦର ଦିଶିବେ, ଏମିତି କେତେ କ'ଣ କଥା କହି ଲୁଗାଟିକୁ ଜାବୁଡ଼ି ଧରି ବହେ କାନ୍ଦିଲା ସେଦିନ। କାହିଁକି ନା ମନ ଭିତରେ ତାର ବହୁତ ଦୁଃଖ ଥାଏ କି ବାପା ଦେଇଥିବା ସବୁ ଟଙ୍କାକୁ ଆଜି ମୁଁ ଖର୍ଚ୍ଚ କରିଦେଇଛି। ଲୋକମାନେ କେତେ କ'ଣ ଜିନିଷ ଦେଉଛନ୍ତି ମହାପ୍ରଭୁଙ୍କୁ, କେତେ ଦାମୀ ଦାମୀ ଜିନିଷ, କେତେ ଫଳମୂଳ, କେତେ ଭୋଗରାଗ, ହେଲେ ଆମର ଗରିବ ବୋଲି ଏଇ ଛୋଟ ଲୁଗାଟିଏ ମୁଁ ନେଉଛି। ମଣିମା ମନ ଦୁଃଖ କରିବନି। ଲୁଗାଟିକୁ ନେଇ ଘରେ ଚୁପଚାପ ଲୁଚେଇକି ରଖିଥିଲା, କାହାରିକୁ ବି ଜଣେଇଲାନି। ମନ ଭିତରେ ଥାଏ ବାପା ଆସିଲେ ବାପାଙ୍କୁ କହି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବୁ, ଆଉ ମହାପ୍ରଭୁଙ୍କୁ ସେ ଲୁଗାଟିଏ ଦେଇଦେବି ପିନ୍ଧିବା ପାଇଁ। ମନ କଥା ମନରେ ଥାଏ। ବାପା କିନ୍ତୁ ସେଦିନ ଆସିବା ଡେରି କଲେ। ମା ଝିଅ ଖାଇ ବସିଥାନ୍ତି, ହଠାତ୍ କେହି ଜଣେ ପାଟି କରି କହୁଥାନ୍ତି, ଭାରି ଶୋଷ ହେଲାଣି, ପାଣି ମୁନ୍ଦେ ମିଳିବ? ମା ଝିଅ ଧାଇଁ ଯାଇ ଦେଖନ୍ତି ତ ବୁଢ଼ୀ ମାଉସୀଟିଏ କାହିଁ କେତେ ଦୂରରୁ ଚାଲି ଚାଲି ଆସିଛି। ଉଦୁଉଦିଆ ଖରା ବେଳଟାରେ, ପାଦରେ ଚପଲ ନାହିଁ, ହାତରେ ବାଡ଼ିଟିଏ ଧରି ସେ ଏମିତି ଚାଲିଛି ନଇଁ ନଇଁକା। ଭାରି ଦୟା ଲାଗିଲା। ମା ଝିଅ ଦିଏଁ ବୁଢ଼ୀ ଲୋକଟିକୁ ଘର ଭିତରକୁ ନେଇ ଆସିଲେ। ପାଣି ଦେଲେ ପିଇବାକୁ। ତାକୁ ଭାରି ଭୋକ ବି ହେଉଥାଏ। ମା ତାର ପଚାରିଲେ, ମାଉସୀ ଲୋ, ଖାଇବୁ? ମାଉସୀ ସେଦିନ ହସି ଦେଇ କହିଲା, ହଁ ଲୋ ମା, ଭାରି ଭୋକ ହେଲାଣି, ଯଦି ଦଅନ୍ତୁ ଖାଇ ନିଅନ୍ତି। ତାପରେ ମା ଝିଅ ଯାହା ବାଢ଼ି ରଖିଥିଲେ ନିଜେ କିଛି ଖାଇବା ପାଇଁ ରଖିଲେ, ଆଉ ସେତକ ବୁଢ଼ୀ ମାଉସୀକୁ ଦେଇଦେଲେ। ବୁଢ଼ୀ ମାଉସୀ ହସି ଖୁସି ଖାଇନେଲା। ତାପରେ ବୁଢ଼ୀ ଲୋକଟି ହାତ ଟେକି ଦେଇ କହୁଥାଏ, ଠାକୁରେ ତୁମର ମଙ୍ଗଳ କରନ୍ତୁ। ଆଉ ଛୋଟ ଝିଅଟିର ମୁଣ୍ଡକୁ ଟିକେ ଆଉଁସି ଦେଇ କହୁଥାନ୍ତି, ସୁନା ଝିଅଟି, ଭାରି ଖୁସି ଲାଗିଲା ଦେଖିକି ତୋତେ। କିନ୍ତୁ ସେଇ ବୁଢ଼ୀ ମାଉସୀଟିର ଆଖିକୁ ଦେଖିଲେ ଯେମିତି ଲାଗୁଥାଏ ସେ ଆଉ କିଛି କହିବ ବୋଲି। ମା ପଚାରୁଥାନ୍ତି, ଆଲୋ ମାଉସୀ, ଆଉ କ'ଣ କହୁନୁ? କ'ଣ ଆଉ କହିବି, ଦେଖୁଛୁ ତ। କିନ୍ତୁ ବୁଢ଼ୀ ଲୋକଟି ଗୋଟେ ଲୁଗା ପିନ୍ଧିଥିଲା, ସେ ଲୁଗାଟା ଟିକେ ଚିରି ଯାଇଥିଲା। ଭାରି ଦୁଃଖ ଲାଗୁଥାଏ ଦେଖିଲେ। ମା ଆଉ ସହିପାରିଲେନି। ସେ ମଧ୍ୟ କହିଲେ, ହଁ ଲୋ ମାଉସୀ, ତୋ କଥା ମୁଁ ବୁଝୁଛି, ହେଲେ ଆମର ତ ଭାରି ଗରିବ, ତୁ ଏଠି ବସିଥା, ମୁଁ ଦେଖୁଛି। ବହୁ ଖୋଜାଖୋଜି କଲେ, କେଉଁଠି ବି ଲୁଗାଟିଏ ମିଳିଲାନି। କିଣିଥିଲେ ସିନା ଥାନ୍ତା, ହେଲେ ଘରେ ଅତିଥି ବସିଛନ୍ତି। ଝିଅର ମନକୁ ସେଦିନ ଆସିଲା। ବାପା ତାଙ୍କର କହିଥିଲେ, ଅତିଥି ହେଉଛନ୍ତି ସାକ୍ଷାତ ଭଗବାନ। ତା ଛଡ଼ା ବୁଢ଼ୀ ମାଉସୀଟି, ତାକୁ ଦେଖିଲେ ଭାରି ଦୟା ବି ଲାଗୁଛି। ଚାରିଆଡ଼େ ବୁଲୁଛି, ସେଇ ଚିରା ଲୁଗାଟା ପିନ୍ଧିଛି। ଭାରି ଦୁଃଖ ଲାଗିଲା ସେଦିନ। କିନ୍ତୁ ମନରେ ସେ ମହାପ୍ରଭୁଙ୍କ ପ୍ରତି ରଖିଥିବା ସେ ଲୁଗାଟାର କଥା ମନେ ପଡ଼ିଲା। ସାଆନ୍ତେଙ୍କୁ ଦେଇଥାନ୍ତି, କେତେ କଷ୍ଟରେ ବାପା ଦେଇଥିବା ସବୁତକ ଟଙ୍କା ଦେଇ କିଣି ଆଣିଥିଲି। ବୁଢ଼ୀ ମାଉସୀଟାକୁ ଦେଇଦେବି କି? ଏମିତି କେତେ କ'ଣ କଥା ଭାବି ଆଉ ପଛକୁ ଫେରିଲାନି ସେଦିନ ଛୋଟ ଝିଅଟି। ଧାଇଁଗଲା ଆଲମିରା ଭିତରୁ ଲୁଚେଇ ରଖିଥିବା ସେଇ ଲୁଗାଟିକୁ ମାଆଙ୍କ ହାତକୁ ବଢ଼େଇ ଦେଇ କହିଲା, ମା, ଏଇ ଲୁଗାଟା ତାଙ୍କୁ ଦେଇଦିଅ। ମା କିନ୍ତୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ, ଆଲୋ, ଏଇ ଲୁଗାଟା ତ ମୁଁ କିଣିନି, ଏତେ ସୁନ୍ଦର ଲୁଗାଟା କେଉଁଠୁ ପାଇଲୁ? ଛୋଟ ଝିଅଟି କାନ୍ଦି କାନ୍ଦି ସବୁ କଥା କହିଦେଲା। ମା କିନ୍ତୁ ଲୁହ ପୋଛି ଦେଇ କହିଲେ, ମନ ଦୁଃଖ କରନି, ବାପା ଆଉ ଟଙ୍କା ଦେଲେ ଆଉ ଗୋଟେ ଲୁଗା ଆଣିବା, ଠାକୁରଙ୍କ ପାଇଁ ନେଇଯିବା। ଝିଅକୁ ବୁଝେଇ ମା ଝିଅ ସେଦିନ ସେଇ ବୁଢ଼ୀ ମାଉସୀଟାକୁ ସେ ଲୁଗାଟି ମିଶିକି ପିନ୍ଧେଇ ଦେଲେ ନିଜ ହାତରେ। ତାପରେ ବୁଢ଼ୀ ମାଉସୀଟି
ଭାରି ସୁନ୍ଦର ଲାଗିଲା। ଏଥର ବୁଢ଼ୀ ମାଉସୀଟି ମନ ଖୁସିରେ ତା ବାଟରେ ଚାଲିଗଲା। ଆଉ ସେଦିନ ସେଇ ଗାଁ ଦାଣ୍ଡରେ ସେ ବୁଢ଼ୀ ମାଉସୀକୁ ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ। ସତରେ ଶାଢ଼ୀଟିଏ ପିନ୍ଧିଛି ବୁଢ଼ୀ ମାଉସୀ, କେତେ ସୁନ୍ଦର ଲାଗୁଛି, ସାକ୍ଷାତ ଲକ୍ଷ୍ମୀ ପ୍ରତିମା। ସମସ୍ତେ ସିନା ଖୁସି ହେଲେ ସେଦିନ, କିନ୍ତୁ ମନ ଦୁଃଖରେ ଥାଏ ଛୋଟ ଝିଅଟି। ତା ଠାକୁରଙ୍କ ପାଇଁ ରଖିଥିବା ସେଇ ଜିନିଷଟାକୁ ଆଉ କାହାକୁ ଦେଇ ବସିଲା। ସତରେ ଆଜ୍ଞା, ଭାରି ନିଜର ଲୋକଙ୍କ ପାଇଁ ସାଇତି ରଖିଥିବା ଜିନିଷ ଯେତେବେଳେ ଆଉ କିଏ ନେଇଯାଏ ମନ ଦୁଃଖ ହୁଏନି? ତା ଛଡ଼ା ସେ ତ ଛୋଟ ଝିଅଟି, ମନକୁ ବା କୋଉଠି ବୁଝେଇବ। କିନ୍ତୁ ସନ୍ଧ୍ୟାବେଳେ ବାପା ପହଞ୍ଚି କହିଲେ, ବୁଝିଲୁ ମା, କାଲି ଠାକୁରଙ୍କ ପାଖକୁ ଯିବା। ମୋତେ ଟଙ୍କାଟିଏ ଦେଇଛନ୍ତି, ଆଜି କିନ୍ତୁ ଏ ଟଙ୍କା ତୋତେ ଦେବିନି। ମୋ ଠାକୁରଙ୍କ ପାଇଁ କିଛି ଫଳମୂଳ ନେଇଯିବା। ସେଦିନ ଝିଅଟି କିନ୍ତୁ କିଛି ବି କହୁନଥାଏ, କିନ୍ତୁ ବାପା ଯେତେବେଳେ କହିଲେ ଠାକୁରଙ୍କୁ ଦର୍ଶନ କରିବା ପାଇଁ, ମନା ବା କରିବ କୋଉଠୁ। ବାପ ଝିଅ ଆଉ ମା ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଚାଲିଗଲେ। ବାପା ହାତରେ କିଛି ବାଡ଼ି ନଡ଼ିଆ ଆଉ କିଛି ଫଳମୂଳ ନେଇଥାନ୍ତି ସେ ମହାପ୍ରଭୁଙ୍କ ପାଇଁ। ମନଟା ଭାରି ଖୁସି ଥାଏ କି ସାନ୍ତେ, ଏତେ ଦିନ ପରେ ପାଖରେ କିଛି ପଇସା ହେଇଛି, ଆଉ ତୁମ ପାଖକୁ ଖୁସିରେ ଆସିଛି। ସମସ୍ତେ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ। ସମସ୍ତେ ଖୁସିରେ ଥାନ୍ତି, କିନ୍ତୁ ଛୋଟ ଝିଅଟିର ମନ ସେ ଲୁଗା ପାଖରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଯେତେବେଳେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଉଠିଛି, ତାର ଲକ୍ଷ୍ୟ ପଡ଼ିଲା ସେହି ରତ୍ନବେଦୀରେ ବସିଥିବା ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉପରେ। ଠାକୁରେ ପିନ୍ଧିଛନ୍ତି ସେଇ ଲୁଗାଟି, ଯେଉଁ ଲୁଗାଟିକୁ ତା ମା ଆଉ ସିଏ ନିଜେ ସେ ବୁଢ଼ୀ ମାଉସୀଟିକୁ ପିନ୍ଧେଇଥିଲେ। ମାଆଙ୍କୁ ଡାକିକି ଦେଖାଉଥାଏ, ଦେଖିଲୁ ମା, ଏଇଟା ସେଇ ଲୁଗା ନା? ମା ବି ଆଶ୍ଚର୍ଯ୍ୟ ହେଇଗଲେ, ଆରେ ସେ ଲୁଗାଟା ଏଠିକୁ କେମିତି ଆସିଲା? ସମସ୍ତେ ଯେତେବେଳେ ଯାଇ ପୂଜାରୀ ଗୋସାଇଁଙ୍କୁ ପଚାରୁଥାନ୍ତି, ପୂଜାରୀ ନନା କହୁଥାନ୍ତି, ମା, ସେଇ ଲୁଗାଟି ଆମେ କେହି ବି ଠାକୁରଙ୍କୁ ଦେଇନୁ। ଆଶ୍ଚର୍ଯ୍ୟର କଥା, କେହି ଜଣେ ଦାତା ନିଜ ହାତରେ ମହାପ୍ରଭୁଙ୍କୁ ପିନ୍ଧେଇ ଦେଇଛନ୍ତି। ଦେଖିଲ, ପାଟ ଲୁଗାଟି କେଡ଼େ ସୁନ୍ଦର ଦିଶୁଛି। ଯେତେବେଳେ ଗୋସାଇଁ ଏତିକି କଥା କହିଛନ୍ତି, ମା ଝିଅଙ୍କ ଆଖି ଲୁହରେ ଭିଜି ଛାଡ଼ିଥାଏ। ହାତ ଯୋଡ଼ି ଦେଇ କହୁଥାନ୍ତି, ଗୋସାଇଁ, କେଡ଼େ ମନୁଆ ମୋ ଠାକୁର। ଛୋଟ ଝିଅଟି କାନ୍ଦି କାନ୍ଦି କହୁଥାଏ, ସବୁ ବୁଝିଗଲି ସାଆନ୍ତେ, ମନ କଥା ତୁମେ ବୁଝିପାର। ଭକ୍ତର ମାନ ରଖିଲ ମହାପ୍ରଭୁ। ପୂର୍ବରୁ ଥରେ ଆସିଥିଲି, କହିଯାଇଥିଲି ଉପହାରଟିଏ ଦେବି ବୋଲି, ତମେ ଯେ ଏମିତି ଛଳନା କରିବ କେବେ ବି ବୁଝିପାରିନଥିଲି ସାଆନ୍ତେ। ସତରେ ତମେ ପରମ ଦୟାଳୁ। ଗୋସାଇଁ କିଛି ବୁଝିପାରିନଥାନ୍ତି, ମା ତାଙ୍କର କିନ୍ତୁ ବୁଝେଇ ଦେଲେ। ବୁଝିଲ ଗୋସାଇଁ, କାଲି ଜଣେ ବୁଢ଼ୀ ମାଉସୀ ଯାଇ ପହଞ୍ଚିଲେ, ଆମକୁ ଖାଇବାକୁ ମାଗିଲେ, ଆଉ ସେ ଟିକେ ଚିରା ଲୁଗା ପିନ୍ଧିଥିଲେ। ଭାରି ଦୟା ଆସିଲା। ଅତି କଷ୍ଟରେ ଝିଅଟି କିଣିଥିବା ମହାପ୍ରଭୁଙ୍କ ପାଇଁ ସେ ନାଲି ଲୁଗାଟିକୁ ଆମେ ମା ଝିଅ ମିଶି ପିନ୍ଧେଇ ଦେଇଥିଲୁ। ଝିଅର ବି ଭାରି ମନ ଦୁଃଖ ହୋଇଥିଲା, ଯେହେତୁ ତା ମଣିମାଙ୍କ ପାଇଁ ସେ ରଖିଥିଲା। ହେଲେ ଆଜି ଆସି ଏଠି ଦେଖନ୍ତୁ ତ, ମହାପ୍ରଭୁ ସେଇ ଲୁଗାଟି ପିନ୍ଧିଛନ୍ତି। ଗୋସାଇଁ ଏଥର ସବୁ ବୁଝିଗଲେ। ଥରେ ମୋ କଳାମଣି ମା କେଡ଼େ ମହାନ। ଭକ୍ତର ଦୁଃଖକୁ ସହିପାରିଲେନି, ଆଉ ଭକ୍ତଟିଏ ଶ୍ରଦ୍ଧାରେ ରଖିଥିବା ସେ ଲୁଗାଟିକୁ ନିଜେ ଯାଇ ପିନ୍ଧି ଦେଇ ଆସିଲେ। କେଡ଼େ ମହାନ ମୋ ଠାକୁର। ତା ଛଡ଼ା ମାରେ, ତୋର ଯେଉଁ ଭକ୍ତି ଆଉ ତୋର ଯେଉଁ ଶ୍ରଦ୍ଧା ସେ ମହାପ୍ରଭୁଙ୍କ ପ୍ରତି, ତା ଆଗରେ ମୁଁ ମୁଣ୍ଡ ନୁଆଁଉଛି ରେ ମା। ତୋ ପରି ଭକ୍ତ ଗୋଟିଏରେ ଗୋଟିଏ। ଏତକ କହିଲା ବେଳକୁ ଛୋଟ ଝିଅଟି ସେଦିନ ହାତ ଯୋଡ଼ି ଦେଇ କହୁଥାଏ, ସାଆନ୍ତେ, ମୋ ମାନ ରଖିଦେଲ ନା। କଥା ଦେଇଥିଲି ଉପହାରଟିଏ ନେଇକି ଆସିବି ବୋଲି, ମୁଁ ତ ଆସିପାରିଲିନି, ତମେ ଘରୁ ଯାଇ ନେଇ ଆସିଲ। ସତରେ ତୁମ ପରି ଆଉ କିଏ ବା ହେବ? ହେ ମହାପ୍ରଭୁ, ଏମିତି ଟିକେ କରୁଣା ନୟନରେ ଚାହିଁ ରହିଥାଉ ଏ ଭକ୍ତମାନଙ୍କୁ। ଏତକ କହି ବାପା ମାଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରି ଘର ବାହୁଡ଼ା ହେଲେ। ହଁ ଆଜ୍ଞା, ମହାପ୍ରଭୁଙ୍କୁ ଭଲ ପାଇଥିଲେ, ଶ୍ରଦ୍ଧା କରିଥିଲେ, ଆଉ ଭକ୍ତି କରିଥିଲେ। ଶ୍ରଦ୍ଧାର ସହିତ ପତ୍ରଟିଏ ହଉ, ପୁଷ୍ପଟିଏ ହଉ, ଜଳଟିଏ ହଉ, ଯାହା ବି ଦେବ ନା, ସେ ତାକୁ ହସିକି ଗ୍ରହଣ କରନ୍ତି। ତା ଛଡ଼ା ଭକ୍ତଟିଏ, ସେ ତ ନାଲି ଲୁଗାଟିଏ ରଖିଥିଲା, କେମିତି ବା ନ ପାଇଥାନ୍ତେ? ନମସ୍କାର। ମହାପ୍ରଭୁଙ୍କର ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ। ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଭିଡ଼ିଓ ମାଧ୍ୟମରେ।